ଆପଣ ଧାନ କରିଥିଲେ କି ନାହିଁ? ଧାନ କରିଥିଲି 50 କୁଇଣ୍ଟାଲ ଥିଲା। ମଣ୍ଡିରେ ଦେଲେ, ମଣ୍ଡିରେ 50 କୁଇଣ୍ଟାଲ ଦେଲେ। କେଉଁ ରେଟ୍ ଅଛି ଆଜ୍ଞା? ଅଛି 3100। 3100 ପରେ ଆପଣଙ୍କ ପାଖରେ ସେ ପଇସା ଚଢୁଛି କି କଟାକଟି ହେଇକିନା ଆସୁଛି? ନାଇଁ ସବୁ ଚଢୁଛି। ଧାନ କରୁଛନ୍ତି, ଧାନ କୁଇଣ୍ଟାଲକୁ 3 କେଜି କାଟୁଛନ୍ତି। ନମସ୍କାର ମୋର ପ୍ରିୟ ଓଡ଼ିଶା ଭାଇ ଓ ଭଉଣୀମାନେ, ମୋ ଓଡ଼ିଶାବାସୀକୁ ମୋର ଆଉ ଗୋଟେ ବ୍ଲଗକୁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି। ଆଜି ମୁଁ ଆସିଛି ଆମର ଗୋଟେ ଚାଷୀ ଭାଇ ପାଖରେ ଆସିଛି। ତାଙ୍କର ଅସୁବିଧା ସୁବିଧା ସେଇଟା ମୋତେ ଫୋନ୍ କରି ଡାକିଥିଲେ। ତାଙ୍କ ଅସୁବିଧା ସୁବିଧା ମୁଁ ଜଣାଇବି। ଚାଷ କରିକରି ସେ ବେଶୀ କ୍ଷତି ହେଲାଣି। ସେମାନେ କେଉଁ ଚାଷ କଲେ ଭଲ ହେବ? ପନିପରିବା କରିଥିଲେ, ତାଙ୍କେ ଲସ୍ ହେଇଗଲେ। ଏବେ ତାଙ୍କେ ମକା ଲଗାଇଛନ୍ତି। ତାଙ୍କର କ'ଣ ହେଉଛି ଆମେ ଆମର ଭାଇକୁ ଟିକେ ପଚାରିବା। ଆଜ୍ଞା ନମସ୍କାର। ଭାଇମାନେ ଆପଣ ଚାଷ କରୁଛନ୍ତି, ଆପଣ କୋଉ ଚାଷ କଲେ ଆପଣଙ୍କୁ ଲାଭ ହଉଛି? ଚାଷ ବୋଲେ ମକା ଧାନ ତ ଆଜ୍ଞା। ଆଉ ଆଗରୁ କୋଉ ଗୁଡା ଚାଷ କରିଥିଲେ ଆଜ୍ଞା? ଆଗରେ ଧାନ କରିଥିଲି, ମକା, ଆଖୁ, ପନିପରିବା, ବାଇଗଣ। ପନିପରିବା ପାଖରେ କେତେ ଲାଭ କ୍ଷତି ଅଛି ନାହିଁ? ଲାଭ ଅଛି ଯେ ସେଟା 8 ଦିନକୁ 2 ଦିନକୁ ପଇସା ମିଳିବ, ସେଟା କିଛି ଜଣା ପଡବ ନାହିଁ। ଏବେ ଆଜ୍ଞା ଆପଣଙ୍କ ପାଖରେ କେତେ ଏକର ଅଛି? ସବୁଥିରେ ମକା ଲଗାଇଛ କି ଧାନ କି ପନିପରିବାର ଅଛି? ଧାନ 2 ଏକର, ମକା 6 ଏକର, 8 ଏକର ସବୁ 8 ଏକର। ଆପଣ ପରିବାର କେତେ ଜଣ ଅଛନ୍ତି? ପରିବାର ଆମେ 8 ଜଣ। 8 ଜଣ ଅଛନ୍ତି। ଆପଣ ଏଇଟା ତ 6 ମାସ ବର୍ଷ ପରେ ଏକା ଚାଷ ପଇସା ପାଉଥିବେ। 6 ମାସ ପରେ ଏ ଚାଷ କରୁଛ ଯେ ଏଇଟା ତ ମଣ୍ଡିର ସୁବିଧା ନଥିବ ପରି ଲାଗୁଛି କି? ମଣ୍ଡି ନାହିଁ, ଖାଲି ଯାକୁ ଖାତ ସାର ଆଣିଥିବୁ। ଗାଁରେ ଯଦି ବିକ୍ରି କରିଦେଲେ ବୋଲେ ତ କମ ପଇସାରେ ଦିଆ ହଉଛି। ଆପଣ ଧାନ କରିଥିଲେ କି ନାହିଁ? ଧାନ କରିଥିଲି 50 କୁଇଣ୍ଟାଲ ଥିଲା। ମଣ୍ଡିରେ ଦେଲେ, ମଣ୍ଡିରେ 50 କୁଇଣ୍ଟାଲ ଦେଲେ। କୋଉ ରେଟ୍ ଅଛି ଆଜ୍ଞା? ଅଛି 3100। 3100 ପରେ ଆପଣଙ୍କ ପାଖରେ ସେ ପଇସା ଚଢୁଛି କି କଟାକଟି ହେଇକିନା ଆସୁଛି? ନାଇଁ ସବୁ ଚଢୁଛି। ଧାନ କରୁଛନ୍ତି, ଧାନ କୁଇଣ୍ଟାଲକୁ 3 କେଜି କାଟୁଛନ୍ତି। ହଉ 3 କେଜି କାଟୁଛନ୍ତି ଯେ, ହେଲେ ଏବେ ପନିପରିବା କରିଥିଲି କି ନାହିଁ? ପନିପରିବା ଏଇ ବର୍ଷ ନାହିଁ, ଲାଭ ନାହିଁ। ଏବେ କୋବି ତ ଶସ୍ତା ହେଇଛି, 20 ଟଙ୍କା ଲେଖା କେଜି ଅଛି। ଟମାଟୋ କରିଥିଲେ କି ନାହିଁ? ଟମାଟୋ ନାଇଁ କରିନାହିଁ। ଟମାଟୋ କରିନାହିଁ। ବାଇଗଣ ମିସ୍ କରିନାହିଁ। ଖାଲି ମକା ଆସନ୍ତା ବର୍ଷରେ କ'ଣ କରିବା ପାଇଁ କ'ଣ ତମ ମନରେ ଆଗ୍ରହ ଅଛି କି ନାହିଁ? ପନିପରିବା ଟିକେ କରିବୁ, ମକା କରିବୁ, ଧାନ କରିବୁ। ସବୁ ପନିପରିବାର ତ ଲାଭ ଚାଷୀ ଭାଇ ମାନଙ୍କୁ ନାହିଁ, ମୁଁ ଜାଣିଛି। କିନ୍ତୁ ବିକ୍ରି କରିବା ଲୋକ ବେଶୀ ଲାଭ ଅଛି। ନାଇଁ ଆମେ ସେଟା ତ କେବେ କରିନୁ, ଜାଣିନୁ। ଆମର ଭାଇ ଚାଷକୁ ଟିକେ ଦେଖେଇ ଦିଅ ତ। আর ভাই কেতে জনা ঠিকইটা করছন্তি, ଆମ ଭାଇର ଚାଷ ଟିକେ ଦେଖେଇ ଦିଅ। ଏଇଠି ବରବଲ ଲାଗିଛି, ବରବଲ ଗୋଟେ ଲାଗିଛି, ପାଣି ଆସିଛି। ଏଇ ପାଣିରୁ ଆକା ଚାଷ ଆରମ୍ଭ ହଉଛି। ସରକାରର କୋଉ ସୁବିଧା ପାଉଛନ୍ତି? ସରକାର ସୁବିଧା କିଛି ନାହିଁ। କିଛି ନାହିଁ। ଏବେ ଅଛି କାଳିଆ ଯୋଜନା ଅଛି, କିଷାନ ଯୋଜନା ଅଛି। ଆଉ ପରିବାରରେ ଯଦି ସ୍ତ୍ରୀ ଲୋକ ମାନେ ଥିବେ, ହେଲେ ଆପଣ ମ୍ୟାରେଜ ହେଇଛନ୍ତି ବୋଲି ଲାଗୁଛି। ମ୍ୟାରେଜ ହେଇଛନ୍ତି, ପୁଅ ଝିଅ କେତେଟା ଅଛନ୍ତି? 2ଟା। ଆପଣଙ୍କର ନାଁ କହିଦିଅ ଆଜ୍ଞା। ଦେବରାଜ ଗୌଡ଼। ଦେବରାଜ ଗୌଡ଼। ଏବେ ଚାଷୀ ଭାଇ ମାନଙ୍କୁ ବର୍ଷକୁ 2-3ଟା କିସ୍ତି ମିଳୁଛି। ଗୋଟେ ମିଳୁଛି 2000 ଟଙ୍କା, ଆମର ପ୍ରଧାନମନ୍ତ୍ରୀ ଯୋଜନା, ବୁଝିଲେ କି ନାଇଁ? ଆଉ ଆମ ଏବେ ଗୋଟେ କାଳିଆ ଯୋଜନା ଥିଲା, ସେଟା PM ସେଟା ଗୋଟେ ଆର ପରିବର୍ତ୍ତନ ହେଇଗଲା। ସେ ଯୋଜନା ସେଟା ଆପଣଙ୍କ ପରିବାର କାହାକୁ ମିଳିଛି କି ନାଇଁ? ମାକୁ ମିଳିଛି। ମାକୁ କେତେଟା ଯୋଜନା ମିଳିଛି ଆଜ୍ଞା? କାଳିଆ ଯୋଜନା ମିଳିଛି, ସୁଭଦ୍ରା ଯୋଜନା ମିଳିଛି। ସୁଭଦ୍ରା 2ଟା। ଆପଣଙ୍କ ସ୍ତ୍ରୀକୁ କିଛି ନାହିଁ। କିଛି ନାହିଁ, ତାଙ୍କର ସୁବିଧା ନାହିଁ। ତାଙ୍କ ମ୍ୟାରେଜ ହେଇକରି ଆସିଲେନି, କିନ୍ତୁ କାଳିଆ ସୁଭଦ୍ରା ଆପଣ ଆପ୍ଲାଏ କରିଥିଲେ କି ନାଇଁ? ଅଣ୍ଡର ପ୍ରୋସେସରେ ଅଛି। ଅଣ୍ଡର ପ୍ରୋସେସ ଆଜ୍ଞା। ଦେଖ ଆମର ଏଟା ପଲ୍ଲୀ ଗାଁ ଜାଗା, ବୁଝିଲେ କି ନାଇଁ? ପଲ୍ଲୀ ଗାଁ ଜାଗାରେ ଯଦି
ସ୍ତ୍ରୀ ମାନେ କେତେ କଷ୍ଟ ହଉଛନ୍ତି, ଗୋଟେ ଦିନ ନାହିଁ 2 ଦିନ ନାହିଁ 5 ଦିନ ଗୋଟେ ସପ୍ତାହ ହେଇକିନି ତାଙ୍କର ମାଇକିନା ଅଣ୍ଡରା ଝଗଡା ହେଇକିନା ଯାଇକିନା ସେଠି ଆପ୍ଲାଏ କରୁଛନ୍ତି। କିନ୍ତୁ ସୁଭଦ୍ରା ଯୋଜନା ଆମର ଭାଇର ସ୍ତ୍ରୀକୁ ମିଳୁନାହିଁ। ଆପଣ ଟିକେ ସେୟାର କଲି ଗାଁର ଲୋକମାନଙ୍କୁ ବେଶୀ ଅସୁବିଧା ଅଛି। ଯୋଉ ସରକାର ଆମକୁ ଯୋଉ ଯୋଜନା ଦଉଛି ଆମ ପାଖରେ ପହଞ୍ଚି ପାରୁନାହିଁ। 2-3ଟା ଯୋଜନା ଆସିଲାଣି କିନ୍ତୁ ଆମର ପଲି ଗାଁ ଏରିଆରେ ଆମ ପହଞ୍ଚି ପାରୁନାହିଁ। ସୁଭଦ୍ରା ଯୋଜନା ଗୋଟେ ଆସିଥିଲା ଆମର ଗାଁରେ ମିଶା ଗୋଟେ 60% ଲୋକ ମିଳିଛି, 40% ଲୋକ ମିଳିନାହିଁ। କାହାର KYC ପେଣ୍ଡିଂ ଦେଖାଉଛି, କାହାର ଅଣ୍ଡର ପ୍ରୋସେସ୍ ଅଛି, କାହାର ଫିଲ୍ଡ ଭେରିଫିକେସନ ଲାଗିଛି। ଆଉ ପଲି ଗାଁ ଲୋକ କିଛି ଜାଣିନାହାନ୍ତି। ତରଫରୁ ଆମର ପଞ୍ଚାୟତ ତରଫରୁ କିଏ ଜଣାଇବାର ନାହିଁ, କିଛି ନାହିଁ। ଆମେ ଜାଣିବୁ କେମିତି? ଆମର ଭାଇ ଚାଷ କରୁଛି, ତାର ଚାଷରେ ତାର ଲାଭ କି କ୍ଷତି କିଛି ଜଣା ପଡୁନାହିଁ। ଚଳବା ପାଇଁ ବେଶୀ ଅସୁବିଧା ହଉଛି। ତାଙ୍କେ ମଣ୍ଡେଇରେ ଧାନ ଦେଇଥିଲେ, ପଇସା କଣ ଆଜ୍ଞା ଚଢିଲାନି କି ମଣ୍ଡେଇରେ ପଇସା? ଚଢିଲାନି। ହଁ ଚଢିଲାନି। କେତେ ଦିନ ଲାଗଲା? 3 ଦିନ। 3 ଦିନ। ଦେଖନ୍ତୁ ଆଜ୍ଞା, ଆପଣ ସରକାର କହିଥିଲେ 12 ଘଣ୍ଟା ପୂର୍ବରୁ ପଇସା ମଣ୍ଡି ପଇସା ଚଢେଇ ଦେବି କହୁଥିଲେ, କିନ୍ତୁ 3 ଦିନ ଲାଗୁଛି ବୋଲେ 12 24 48 72 ଘଣ୍ଟା ଲାଗି ଯାଉଛି। ଚାଷ କରୁଛି ଏଟା ପାଖାପାଖି 4-6 ମାସ ଲାଗବ ଚାଷ ହଉ ହଉ। ପରିବାର କେମିତି ଚଳିବେ? ସରକାର ଆମକୁ ମକା ଟିକେ ରେଟ୍ କମ ଥିଲା ଏଇ ବର୍ଷ, ସେ ଚଳିବେ କେମିତି? ପନିପରିବାର ଯଦି ଆମେ ଯଦି ପଲି ଗାଁ ଲୋକ ଯଦି ବାଇଗଣ ଚାଷ କରଲେ ବୋଲେ ଆମର ରେଟ୍ କମି ଯାଉଛି। କୋବି ଚାଷ କରଲେ ଆମର ରେଟ୍ କମି ଯାଉଛି। ବାହାର ଦେଶରୁ ଯଦି ମଗାଉଛି ବୋଲେ ଆମକୁ ଗୋଟେ କେଜିକୁ 50-60 ଟଙ୍କା ଦେଇକି କିଣିଛୁ। ବାଇଗଣ 50-60 ଟଙ୍କା ଦେଇକି କିଣିଛି। ଆମର କୋବି ଆମ ଭାଇ ମାନେ କରିଛନ୍ତି, କୋବି ବି 20 ଟଙ୍କା ଅଛି। ଆଗରୁ ଗୋଟେ 2 ମାସ ପୂର୍ବରୁ ଆମେ କୋବି କିଣି ଖାଉଥିଲୁ 60-70 ଟଙ୍କା ଥିଲା। ଆଳୁ କିଣି ଖାଉଥିଲୁ 50 ଟଙ୍କା ଥିଲା। ଏବେ ଯେକୌଣସି ଆମର ଛୋଟିଆ ଚାଷୀକୁ କିଛି ଲାଭ ହଉନାହିଁ। ଆପଣ ଟିକେ ଜଣାନ୍ତୁ ସରକାରକୁ, ଆପଣ ଜଣାନ୍ତୁ ଆମ ଚାଷୀ ଭାଇ ମାନଙ୍କୁ ସବୁ ସୁବିଧା ସରକାରରୁ ଯୋଉ ସୁବିଧା ଅଛି ସବୁ ମିଳିବ ବୋଲି ମୋର ଆଶା ରହିଛି। ଆପଣ 2-3ଟା ସରକାର ତରଫରୁ ଆମର ଚାଷୀ ଭାଇ ମାନଙ୍କୁ ସୁବିଧା କଲ, କିନ୍ତୁ ଆମର ଚାଷୀ ଭାଇ ମାନଙ୍କ ପାଖରେ ଏପର୍ଯ୍ୟନ୍ତ ପଇସା କି କିଟା ଆଉ ପହଞ୍ଚୁ ନାହିଁ। ଯଦି ଆମ ଚାଷୀ ଭାଇ ମାନଙ୍କୁ କୋଉ ଅଫିସ ରେ ଯିବେ, କୋଉଠି ଯିବେ ବୋଲେ ଆମର ତାଙ୍କର ଝିଅ ପାଇଁ ଆଧାର କାର୍ଡ କରିବା ପାଇଁ ଯାଇଥିଲେ ଆମର ବ୍ଲକ ଅଫିସରେ। ତାଙ୍କେ କହିଲେ ଆଜ୍ଞା କେତେ ପଇସା? ଗଲାରୁ ତାଙ୍କେ କହିଲେ 250 ଟଙ୍କା। ଆରେ ଭାଇ, ସରକାର ତରଫରୁ ଆମର ଆଧାର କାର୍ଡ ର ସଂବିଧାନ ସବୁ ଫ୍ରି କହୁଛି, କିନ୍ତୁ ଆମର ଅପଡେଟ କରିବା ପାଇଁ 50 ଟଙ୍କା ଲାଗୁଛି। ତାଙ୍କେ କହିଲେ 250 ଟଙ୍କା ବୋଲେ ଆମର ଭାଇ ମାନେ କେଡେ ପରିବାର ଚଳୁଛନ୍ତି, ଚାଷ କରି ଆମର ଭାଇ ମାନେ ପରିବାର ଚଳୁଛନ୍ତି। 250 ଟଙ୍କା କୋଉଠି ଆଣିକରି ଦେବେ? 3-4ଟା ଝିଅ ଅଛନ୍ତି, 250 ବୋଲେ 750 ଟଙ୍କା ଦେଲେ ବୋଲେ ତାଙ୍କ ପରିବାର ଗୋଟେ ସପ୍ତାହ ଚଳିଯିବ। କିନ୍ତୁ ଆମର ଆଧାର ସେଣ୍ଟର ଭଲ ନାହିଁ। ଟିକେ ମୋର ତରଫରୁ ସରକାରକୁ ଟିକେ ଜଣାନ୍ତୁ, ଆମର ଆଧାର ଭଲ ଲୋକକୁ ଦିଅନ୍ତୁ। ତାଙ୍କେ 100 କି 50 ଭିତରେ ତାଙ୍କେ ଭଲ ଆଧାର ର ତାର ଅପଡେଟ, ତାର ଫିଙ୍ଗର ପ୍ରିଣ୍ଟ ସବୁ ହେଇଯିବା ଦରକାର। କିନ୍ତୁ ଆମର ଆଦିବାସୀ ଲୋକମାନଙ୍କୁ ସେମାନେ ଠଗୁଛନ୍ତି। 250-300 କୋଉ ଜାଗାରେ 500 ଟଙ୍କା ନେଇ ଯାଉଛନ୍ତି। ସେଥିପାଇଁ ଆମେ ଆମର ବ୍ଲକ ଅଫିସରେ ଗୋଟେ ମାସ ଖଣ୍ଡେ ସେ ଆଧାର ସେଣ୍ଟର କୁ ବନ୍ଦ ହେଇଯାଇଥିଲା। କିନ୍ତୁ ଆମର ଚାଷୀ ଭାଇ ମାନେ ଯେକୌଣସି ତାଙ୍କର ପୁଅ ଝିଅକୁ ନେବେ ବୋଲେ ଆଧାର ସେଣ୍ଟରରେ ତାଙ୍କ ବେଶୀ ପଇସା ମାଗୁଛନ୍ତି। ଆମେ ଅସୁବିଧାରେ ଅଛୁ ଆଜ୍ଞା। ମାନେ ଆମକୁ ଟିକେ ସମସ୍ତ ଆମର ଚାଷୀ ଭାଇ ମାନେ, ଆମର ଗାଁ ଗହଳିରେ ରହିଥିବା ସମସ୍ତ ମୋର ଭାଇ ଓ ଭଉଣୀ ମାନେ, ମୋର ବଡ ବଡ ଲୋକମାନେ ରହିଛନ୍ତି, ତାଙ୍କେ ସବୁ ଜଣାନ୍ତୁ। ଆପଣ ସରକାର ତରଫରୁ ଆପଣ କଣ ଡିସିସନ ନିଅନ୍ତୁ। ଆମର ଭାଇ ମାନେ, ଆମର ଚାଷୀ ଭାଇ ମାନେ ଯେକୌଣସି ଚାଷ କରୁଥିବା ତ ଏଇ ବାଙ୍ଗା ଟମାଟୋ ଏଇ ଯନ୍ତ୍ରା ମକା ଏଇ ସମ୍ପର୍କ ନାହିଁ, ଯେକୌଣସି ଆମର
ରଜା କାମ କରୁଛନ୍ତି, ଗୋଟେ ଯାଇଛନ୍ତି ନବରଙ୍ଗପୁର ଯାଉଛନ୍ତି, 150 ପାଇଁ କାମ କରୁଛନ୍ତି, ମିସ୍ତ୍ରୀ କାମ କରୁଛନ୍ତି। ତାଙ୍କେ ଯଦି ଆପଣମାନେ ଯଦି କୋଉ ଆଧାର ସେଣ୍ଟର କୋଉ ରାସନ କାର୍ଡରେ ଯଦି ଯିବେ ବୋଲେ ଏତେ ଏତେ ପଇସା ଲାଗିଛି ବୋଲେ କୋଉଠି ସେମାନେ ଦେବେ? ସେମାନେ ଗୋଟେ ପରିବାର ପୋଷବା ପାଇଁ ତାଙ୍କର ଫ୍ୟାମିଲି ପୋଷବା ପାଇଁ ସେମାନେ ଯାଉଛନ୍ତି କାମରୁ। ଯଦି ଆପଣ ଯଦି କୋଉ ତାର ଆଧାର କାର୍ଡ କୋଉଟା ନା ଗୋଟେ ଭୁଲ ଅଛି, କୋଉ ରାସନ କାର୍ଡରେ କୋଉଟା ଭୁଲ ଅଛି, କିଟା ଗୋଟେ ଭୁଲ ଅଛି ବୋଲେ ଆପଣ ସେତିକି ପଇସା ଯଦି ଆପଣ ମାନେ ନେବେ ବୋଲେ ଆମର ପରିବାର ଆମର ଗାଁ ଗହଳିର ଲୋକମାନେ କେମିତି ଚଳିବେ, କେମିତି ବଞ୍ଚି ପାରିବେ? ଆପଣ ହେ ମୋର ଓଡ଼ିଶା ସରକାର ମାନଙ୍କୁ ମୋର ଅନୁରୋଧ, ଆପଣ ଆମର ମାନଙ୍କୁ ଆପଣ ଭଲ ସୁବିଧା ଦିଅନ୍ତୁ। ଆପଣ ଆମର ଆମର ଆଦିବାସୀ ମାନଙ୍କୁ ସାହାଯ୍ୟ କରନ୍ତୁ। ବୋଲେ ଆପଣଙ୍କୁ ଚାଷ କରି ଜମିରେ ଧାନ ହଉଛି, ମକା ହଉଛି, ବାଇଗଣ ହଉଛି, ଯେକୌଣସି ପରିବା ପତ୍ର ହଉ ସବୁ ଆମର ଆଦିବାସୀ ଭାଇ ମାନେ କହୁଛନ୍ତି। ଆପଣ ଆମକୁ ସପୋର୍ଟ କଲେ ଆମେ ଭଲସେ ଚାଷ କରିବୁ, ଭଲସେ ଆମେ ପନିପରିବା ଏବେ ଆମ ସାଇଡରେ ମିଶା ମକା ଅଛି, ଆଉ ଗୁଡ଼ ଫୁଡ଼ ସବୁ ହଉଛି। କିନ୍ତୁ ଆମର ଆମର ଅସୁବିଧା କୋଉଟା, ଆମର ପାଖରେ ପଇସା ନାହିଁ। ସେଟା ପାଇଁ ଆମେ ଦୋକାନରେ ଦେଇ ଦଉଛୁ। ଦୋକାନରେ ଦେଇଦେଲେ କମ ଖର୍ଚ୍ଚରେ 3,000 ଯଦି କୁଇଣ୍ଟାଲ ପିଛେ ଥିବ ବୋଲେ ଆମେ 2,500କୁ ଆମ ଦୋକାନରେ ଦେଇ ଦଉଛୁ। ଆମର 500 ଟଙ୍କା ଗୋଟେ ଘାଟା ହେଇଗଲା। ଆମର ଖତ ରେଟ୍ ହେଇଯାଉଛି। ଖତ ଗୋଟେ ବସ୍ତାରେ ଯଦି ଆଣିବୁ ବୋଲେ କେତେ ରେଟ୍ ପଡୁଛି? ଗୋଟେ ବସ୍ତାରେ ଆମ 8 ଏକରା ଅଛି ବୋଲେ ପାଖାପାଖି 10-15 କୁଇଣ୍ଟାଲ ଖତ ଲାଗିଯାଉଛି। ଆଉ ଯଦି ଆମେ ରେଜା ତିଆରିବୁ ବୋଲେ 10-15 ଜଣ ଲାଗିଯାଉଛି। ହେ ଭାଇ ମାନେ, ହେ ଓଡ଼ିଶା ସରକାର ଆମକୁ ଆଦିବାସୀ ଭାଇମାନଙ୍କୁ ଆପଣ ସାହାଯ୍ୟ କରନ୍ତୁ। ଆମେ ଭଲରେ ଚାଷ କରିବୁ, ଆମେ ଭଲରେ ଚାଷକୁ ଆଗକୁ ବଢ଼େଇବି। ଦେଖନ୍ତୁ, ନମସ୍କାର, ଜୟ ଜଗନ୍ନାଥ, ଜୟ ଶ୍ରୀରାମ।